ମୁଁ ରାକେଶ ପଟ୍ଟନାୟକ, ଯୁବ ବ୍ୟବସାୟୀ, ସଭାପତି ଭାରତୀୟ ବନ୍ଦର ମଜଦୁର ସଂଘ, ସମାଜସେବୀ। ଗତକାଲି ବାପି ସର୍କଲ ଯେଉଁ ପ୍ରେସ୍ ମିଟ୍ କରି ମୋତେ ଅପରାଧୀ କହି ବିଭିନ୍ନ କୁଚକ୍ରି ମୋ ନାମରେ କରିଛନ୍ତି, ସେ ବାବଦରେ ମୁଁ ଟିକେ ଆପଣଙ୍କୁ ଆଜି ଅବଗତ କରିବାକୁ ଚାହୁଁଅଛି। ମୋତେ ଆଜି ସେ ଯେଉଁ ଚିତ୍ରଣ କରାଯାଇଛି ଯେ ମୁଁ ଗୋଟେ ଅପରାଧୀ, ସେ କେବଳ ବାପି ସର୍କଲ ପାଇଁ ଓ ତାଙ୍କରି ଦ୍ୱାରା। ମୋ ଘର ହେଉଛି କାକଟପୁର, ମୋ ଜନ୍ମସ୍ଥାନ। ମୁଁ 2007 ମସିହାରେ ଆସିକି ତାଙ୍କର ଗୋଟେ ସଂସ୍ଥା ଥିଲା ସାର୍କ ଗ୍ରୁପ୍ ମାର୍କେଟିଂ ଲିମିଟେଡ୍, ସେ ସଂସ୍ଥାରେ ଜଏନ୍ କଲି ଆଜ୍ ଏ ମ୍ୟାନେଜର। 10 ବର୍ଷ ତାଙ୍କ ସଂସ୍ଥା ସହିତ ମୁଁ ଥିଲି, 2007ରୁ 2017। ତାଙ୍କର ସେତେବେଳେ ଗୋଟେ ପାରାଦ୍ୱୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ଗୋଟେ ସଂଗଠନ ଥିଲା। ମୁଁ ସେତେବେଳେ ସାର୍କ ମାର୍କେଟିଂ ଲିମିଟେଡ୍ ଯେଉଁ କମ୍ପାନୀ ସେ ତାଙ୍କର ଥିଲା, ସେଥିରେ ମ୍ୟାନେଜିଂ ଡାଇରେକ୍ଟର ଥିଲେ ବାପି ସର୍କଲ। ସେଥିରେ 4 ଜଣ ଡାଇରେକ୍ଟର ଥିଲେ। ଜଣେ ଥିଲେ ମନିଦେବ ସର୍କଲ, ଜଣେ ଥିଲେ ଗଣଲାଲ ସର୍କଲ ତାଙ୍କ ପିତା, ଜଣେ ଥିଲେ ସ୍ୱପ୍ନା ସର୍କଲ ତାଙ୍କ ମା, ଆଉ ଜଣେ ଅନ୍ୟ ପର୍ସନ୍ ଥିଲେ। ଆଉ 4 ଜଣ ଡାଇରେକ୍ଟର ଥିଲେ, ସେ ଥିଲେ ମ୍ୟାନେଜିଂ ଡାଇରେକ୍ଟର। ସେ କମ୍ପାନୀରେ ମୁଁ ଦୀର୍ଘ 10 ବର୍ଷ ଧରି କାମ କରି ଆସିଛି। ସେ କମ୍ପାନୀର କାମ ଥିଲା ସେତେବେଳେ, ଯେହେତୁ ଆମେ କିଛି ଜାଣୁନୁ, ସେ ଯେଉଁଠିକି ପଠାନ୍ତି ଆମେ ସେ କାମ ପାଇଁ ଯାଉ। ବିଭିନ୍ନ କମ୍ପାନୀ ସେତେବେଳେ IBRCL, ITD, KSS, IOTF, L&T, ଏମିତି ପ୍ରାୟ 20ରୁ ଉର୍ଦ୍ଧ୍ୱ କମ୍ପାନୀରେ ସେ ତାଙ୍କର ରକ୍ଷଣାବେକ୍ଷଣ ସବୁ କରୁଥିଲେ। ସେ କମ୍ପାନୀରୁ ବିଭିନ୍ନ ପ୍ରକାରର ସବୁ ଗୋଟେ ବାଉଣ୍ଡ୍ରି ମ୍ୟାନେଜମେଣ୍ଟରେ ଗୋଟେ ଥିଲା, ସେ ନାମରେ ଗୋଟେ ବିଲ୍ ଦିଆଯାଏ। ସେ ବିଲ୍ ଦିଆଯାଇ ପ୍ରାୟ 400ରୁ 500 କୋଟି ଟଙ୍କା, 8, 9, 10, 11 4 ବର୍ଷରେ ପ୍ରାୟ 400ରୁ 500 କୋଟି ଟଙ୍କାର ପେମେଣ୍ଟ ମୁଁ ଆଣିଛି। ସେ ଯେଉଁ ଆକାଉଣ୍ଟ ଥିଲା, ସେଇ ଆକାଉଣ୍ଟରେ ସବୁ ପଇସା ଆସେ। ସାର୍କ ଗ୍ରୁପ୍ ମାର୍କେଟିଂ ଲିମିଟେଡ୍ ସେଇ ନାଁରେ ପଇସା ଆସେ। ତାଙ୍କ ପାଖରେ ଥିଲାବେଳେ ମୋତେ ବିଭିନ୍ନ ଅନ୍ୟ ଲୋକମାନେ ସବୁ ଇର୍ଷା କରିକି ମୋ ନାଁରେ ବିଭିନ୍ନ ପ୍ରକାର କେସ୍ ଫେସ୍ ସବୁ ଫଲ୍ସ ଏଫଆଇଆର୍ ସବୁ କରିଥିଲେ ସେ ଟାଇମ୍ରେ। ଆଉ ଯେତେବେଳେ ମୁଁ ତାଙ୍କ ଏସବୁ ଜିନିଷ ଜାଣିଲି, ସେତେବେଳେ ପ୍ରାୟ 20ଟା ଖଣ୍ଡେ କମ୍ପାନୀରେ 400ରୁ 500 ପିଲା ପ୍ରୋଟେକ୍ସନ୍ ବାବଦରେ ରଖା ହେଇଥିଲା। ଗୋଟେ ପିଲା 12-13 ହଜାର ଦରମା ପାଆନ୍ତି, ଖାଲି ଯାଇକି ବୁଲି ବେଲିକି ଆସନ୍ତି, ଆଉ ପିଲା ଚାକିରି କରନ୍ତି। 400ରୁ 500 ପିଲା ରଙ୍ଗିଆଗଡ଼, ଗଡ଼, ସିଜୁ, ବଗଦିଆ, ଏଇ ଟାଇପ୍ର ସବୁ ପିଲା ସେଠି ସବୁ ଚାକିରି ସବୁ ରଖା ହେଇଥିଲା। ପ୍ରତି କମ୍ପାନୀରେ 15ରୁ 20 ଜଣ ଲେଖା। ଯେତେବେଳେ ମୁଁ ଜାଣିଲି, ଧୀରେ ଧୀରେ ମୁଁ ସବୁ ଜାଣିଲି, ଧୀରେ ଧୀରେ ଜାଣିଲି। 2016 ମସିହାରେ ମୁଁ ସେ ସଂଗଠନ ଛାଡ଼ି ମୋ ନିଜର ଗୋଟେ କମ୍ପାନୀ କରି ମୋର କାମଧନ୍ଦା ମୁଁ ଆରମ୍ଭ କଲି। ତାଙ୍କର ଗୋଟେ ରାଗ ରଖିକି ସେତେବେଳେ ସିଏ ଗୋଟେ ମୋତେ ମିଥ୍ୟା ମକଦ୍ଦମାରେ ମୋତେ ଗୋଟେ ଜେଲ୍ ପଠାଇଥିଲେ। 29/5ରେ ମୁଁ ଜେଲ୍ ଯାଇଥିଲି। ସେଥିରେ ପୁଣି ଦର୍ଶାଇଲା କ'ଣ ନା, ମୁଁ 14,500 ଟଙ୍କା ମୁଁ ବଟି ମାଗିଥିଲି ସେ ପିଲାକୁ। ମୋର ଯେଉଁଦିନ ବେଲ୍ ହେବାର ଥିଲା, ଆଜ୍ଞା ମୁଁ କଷ୍ଟଡିରେ ଅଛି। ଆପଣ ଚିନ୍ତା କରନ୍ତୁ, ମୁଁ କଷ୍ଟଡିରେ ଥାଇକି ଦିଦିଟା ମୋ ନାଁରେ ପୁଣି ଫଲ୍ସ ଆଲିଗେସନ୍ ହେଇଥିଲା, ମାନେ ଫଲ୍ସ କେସ୍ ମୋ ନାଁରେ ଦିଆଯାଇଥିଲା। କେସ୍ ଅଲରେଡ଼ି ରେଜିଷ୍ଟ୍ରି ବି ହେଇଥିଲା ବବିଜନ ଥାନାରେ। ମାନେ ମୁଁ କଷ୍ଟଡିରେ ଅଛି, ଯେଉଁଦିନ ମୋର ବେଲ୍ ହେବ ସେଦିନ ଗୋଟେ କେସ୍ ଦିଆହେଲା, ସେ ଗୋଟେ କେସ୍ ରେଜିଷ୍ଟ୍ରି ହେଲା। ପୁଣି ଆଉ 8 ଦିନ ପରେ ପୁଣି ଆଉ ଗୋଟେ କେସ୍ ଦିଆହେଲା। ମୁଁ ତା ଭିତରେ ଅଛି ଆଜ୍ଞା। ସବୁଠୁ ଆଶ୍ଚର୍ଯ୍ୟ ଜିନିଷ ହେଉଛି, 2023 ଜାନୁଆରୀରେ ଯେଉଁ ଘଟଣା ହେଇଥିଲା ତାଣିଗଡ଼ାରେ, NRL କମ୍ପାନୀ ଆସିଲା ଆଜ୍ଞା। ଆମର ଯେହେତୁ ଆଜ୍ଞା ସବୁ କମ୍ପାନୀ ଟିକେ ଭଲ ସମ୍ପର୍କ, ଆମେ ଯାଇଥିଲୁ କାମ ଆଣିବା ପାଇଁ। NRL କମ୍ପାନୀ ଗୋଟେ କାମ କରୁଥିଲା, ଗୋଟେ କମ୍ପାନୀ ବିଜାଣ୍ଡ ରୁଫ୍। NRL ଯିଏ ଅଛନ୍ତି ପ୍ରୋଜେକ୍ଟ ହେଡ୍ ଲକ୍ଷ୍ମଣ ଶର୍ମା, ତାଙ୍କ ସାଙ୍ଗରେ ମୋର ବହୁତ ଭଲ ସମ୍ପର୍କ। ସିଏ ମୋତେ ଡାକିଲେ, ସେ ଗୋଟେ ସପ୍ଲାଏ ମୋତେ ଦେବା ପାଇଁ ବିଜୟ କମ୍ପାନୀ ମୋତେ କହିଥିଲା। କିନ୍ତୁ ହଠାତ୍ ମୁଁ ସେଠି ଲକ୍ଷ୍ମଣ ଶର୍ମା ପାଖରେ ବସିଛି, ବାପୁଗୁଡ଼ା ବାରମ୍ବାର ତାଙ୍କୁ ଫୋନ୍ କରୁଥାଏ। ସିଏ କାମ ଦେବେ ବୋଲି ଫାଇନାଲ୍ କରିଥିଲେ, କିନ୍ତୁ ଦେଲେନି। ସେଇଥିପାଇଁ 2023 ଜାନୁଆରୀ 1 ତାରିଖ ଦିନ ସିଏ ତାରିଣୀଗଡ଼ରେ ଯେଉଁଠି ସେ ବିଜୟ ଗ୍ରୁପ୍ର ପ୍ରୋଜେକ୍ଟ ମ୍ୟାନେଜର ରହୁଥିଲେ, ସିଏ ଜଣେ ଗୋଟେ ବେଙ୍ଗଲୀ ଲୋକ, ତାଙ୍କ ସାଙ୍ଗେ କିଛି ଜଣାଶୁଣା ନଥିଲା। ସେ ଘରେ ନିଜେ ଗୋଟେ ପ୍ରାୟୋଜିତ କରି ଗୋଟେ ଗୁଳିକାଣ୍ଡ କଲେ। 4 ତାରିଖ ଭୋରୁ ମୁଁ ଆଜ୍ଞା ପାରାଦ୍ୱୀପରେ ଅଛି, ମୁଁ ପାରାଦ୍ୱୀପ କୁଆଡ଼େ ଯାଇନି। କିନ୍ତୁ 2004 ତାରିଖ ଦିନ ମୋତେ କୁହା ନାହିଁ ବୋଲା ନାହିଁ, ମୋ ଘରକୁ ଯାଇକି ମୋ ସ୍ତ୍ରୀକି ହଠାତ୍ କହିଲେ କୋଇଲା କେସ୍ ହେଇଛି। ମୋର ଯେଉଁ କମ୍ପାନୀ ହେଉଛି ସାଇ କୃପା କନଷ୍ଟ୍ରକ୍ସନ୍, ସେ ନାଁରେ କେଉଁଠି ପାସ୍ରେ ଗାଡ଼ି ଏଣ୍ଟ୍ରି ହେଇଛି, ଯେଉଁ ଗାଡ଼ି ଧରା ପଡ଼ିଥିଲା। ସେଥିପାଇଁ ମୋ ସ୍ତ୍ରୀକି ଆଣିକି ଥାନାରେ ବସାଇଲେ। ସ୍ତ୍ରୀକି ମୋର ଛାଡ଼ି ଦିଆହେଲା। ସେ ବମିଂ ଯେଉଁ ଫାୟାରିଂ କେସ୍ରେ ଯେଉଁମାନେ ଫାୟାରିଂ କରିଥିଲେ ସେମାନେ କହିଲେ ଯେ
ମୁଁ ତାଙ୍କୁ ପଇସା ଦେଇଛି ଫାୟାରିଂ କରିବା ପାଇଁ। ସେ ବାବଦରେ ମୁଁ କଷ୍ଟଡି ଗଲି, 72 ଦିନ ରହିଲି, ଆସିଲି। ତାପରେ ମୋ ସ୍ତ୍ରୀ ଆସିକି ତାଙ୍କ ପାଖରେ କଥାବାର୍ତ୍ତା ହେଲା, ତାକୁ ବି ସେ ପଠେଇଛନ୍ତି ଆହୁରି 4-5ଟା ସେ ଏଫଆଇଆର କୋड ଲେଖିକି ରଖିଥିଲେ, ତାକୁ ବି କ୍ଲିୟର କହିଲେ 4-5ଟା କେସ୍ ସିଏ ତାକୁ ପଠେଇଛନ୍ତି ଯେ ଏଇ କେସ୍ 5ଟା ଆମେ ରଖିଥିଲୁ, ପୁଣି ଆଉ ତମ ନାଁରେ ଛନ୍ଦିକି ମୋ ନାଁରେ ସେ ଦେଇଥାନ୍ତେ। ମ୍ୟୁନିସିପାଲିଟି ଘର ଆମର ଯେ ମ୍ୟୁନିସିପାଲିଟି ପରାଧ୍ୟକ୍ଷ ଅଛନ୍ତି ବସନ୍ତ ବିଶ୍ୱାଳ, ତାଙ୍କ ଘରକୁ ବୋତଲ ବୋମା ଫିଙ୍ଗାଗଲା। ପ୍ରାୟୋଜିତ ହେଉଥିଲା ସେଥିରେ ବି ଆମ ନାଁକୁ ସେଥିରେ ଇଏ କରିବା ପାଇଁ। ଆମର ପ୍ରଶାସନ ପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଆଜ୍ଞା। ସବୁବେଳେ ଯେ ମିଛଟା ମିଛ, ସତଟା ସତ, ମିଛଟା ସତ ହେବନି କି ସତଟା ମିଛ ହେବନି ଆଜ୍ଞା। ଯୋଉଟା ସତ ସତ ହେବ, ମିଛ ମିଛ ହେବ ଆଜ୍ଞା। ଯିଏ କରିଥିଲେ, ଭୁଲ କରିଥିଲେ, ସିଏ ଧରା ପଡ଼ିଲେ। ଆଉ ତାଙ୍କୁ ଯିଏ କହିଥିଲେ କରିବା ପାଇଁ ସିଏ ବି ତ ଫେରାର ଅଛନ୍ତି, ସିଏ ଧରା ପଡ଼ିନାହାନ୍ତି। ମୋତେ ଯୋଉ ପ୍ରଶାସନ 110 ଦେଇଛି, ଯୋଉ କହୁଛନ୍ତି ମୁଁ ଆଜ୍ଞା ମାନେ କ୍ରିମିନାଲ କି ମୁଁ ଅପରାଧ କରିଛି, ମୋର ଯୋଉ 14ଟା କେସ୍ ଅଛି, ମୁଁ ଆପଣଙ୍କ ମାଧ୍ୟମରେ ପ୍ରଶାସନକୁ ମାନେ ବିନମ୍ର ଅନୁରୋଧ କରୁଛି, ମୋର ଯେତିକି କେସ୍ ଅଛି ତାକୁ ଟିକେ ଯଦି ପୁନର୍ବାର ଆଉ ତଦନ୍ତ କରାଯିବ ମୋତେ ଟିକେ ଠିକ୍ ଲାଗିବ ଆଜ୍ଞା। ମୁଁ ଏଇଟା ବହୁତ ଦିନ ହେଲାଣି ଚେଷ୍ଟା କରୁଥିଲି ଆପଣଙ୍କ ମାଧ୍ୟମରେ ମୋ ମନ କଥା କହିବା ପାଇଁ, କିନ୍ତୁ ମୁଁ ଜାଣିଛି ଆଜ୍ଞା, ମୁଁ ଯେତେବେଳେ ଆଜି ଏଇଟା କହିଲିଣି ମୋ ଜୀବନ ପ୍ରତି ନିଶ୍ଚିତ ବିପଦ ଅଛି। ସେମାନେ କୋଉ ସ୍ତରକୁ ଯିବେ ଏଇଟା ଆପଣମାନେ ବି ଜାଣିପାରନ୍ତି, କାରଣ ପାରାଦୀପରେ ମହେନ୍ଦ୍ର ସିଂହଙ୍କୁ ମାରିଲେ କେମିତି ମରାଗଲା, କିଏ ସେଥିରେ ସାମିଲ ଥିଲେ, ସବୁ ଆପଣମାନେ ଜାଣିଛନ୍ତି। ମୁଁ ବି ଜାଣିନି, ମୁଁ ବାହାରକୁ ଗଲା ପରେ ମୁଁ ବଞ୍ଚିକି ମରିବି ସେଇଟା ମୋର ନିଜ ଉପରେ ବିଶ୍ୱାସ ନାହିଁ। ମୁଁ ତ ମୁଖ୍ୟ ଦାୟୀ କରି ବାପି ଶୁକ୍ଲା ବାବୁ ପଡ଼ା ସବୁ ଜିନିଷରେ ମୋତେ ଟାଣୁଛନ୍ତି ଅଯଥାରେ। ଏବେ ବି ସିଏ ମୋତେ ବିଭିନ୍ନ ଧମକ ଚମକ ଆରମ୍ଭ କରିଦେବେ ମୋତେ ଯାହା ଲାଗୁଛି, କାରଣ ମୁଁ ମୋ ସ୍ତ୍ରୀକି 2 ପୁଅଙ୍କୁ ଧରିକି ରହୁଛି ଆଜ୍ଞା। ମୋର ଆଜ୍ଞା କ'ଣ ହାତ ଥିଲା ଆଜ୍ଞା, ଆମର ଗୋଟେ ପ୍ରେସ୍ ଗ୍ରୁପ ଅଛି, 4ଟା ଯୋଉ ସଂଗଠନ ଗଲେ ସେଥିରେ ଆମକୁ ମେସେଜ ଆସିଲା ଯେ 10:30 ବେଳେ ଆପଣମାନେ ଥାନା, ଆମର ଯୋଉ ପ୍ରେସ୍ ଗ୍ୟାଲେରୀ ଗୋଟେ ଅଛି ସେଥିରେ ଏକାଠି ହେବେ। ମୁଁ ବି ଗୋଟେ ଆଜ୍ଞା ପ୍ରେସ୍, ଗୋଟେ ଗଣମାଧ୍ୟମ ଗୋଟେ ପ୍ରତିନିଧି ଆଜ୍ଞା, ଓଡ଼ିଶା ଭାସ୍କର ପେପରର ମୁଁ ଆଜ୍ଞା ପାରାଦୀପର ପ୍ରତିନିଧି। ମୋତେ ସେଥିପାଇଁ ସେଠି ଡକାଯାଇଥିଲା। ମୁଁ ଆଜ୍ଞା କ'ଣ ସହଯୋଗ କରିବି ସେ 4 ଦଳକୁ? ସେ ତ 4 ଦଳ ତରଫରୁ ଯାଇକି ଦାବି ପତ୍ର ଦେଲେ। ମୁଁ ତ ଆଜ୍ଞା କୌଣସି ଦଳର ନାହିଁ ନା। ଅଯଥାରେ ମୋତେ ସବୁବେଳେ ମୋତେ ଆଜ୍ଞା ଅଯଥାରେ ବଦନାମ କରାହେଉଛି, ମୋତେ ଅଯଥାରେ ଗୋଟେ ଜିନିଷ ଭିତରେ ଟଣା ଯାଉଛି ଆଜ୍ଞା।